ଜୟ ଜଗନ୍ନାଥ ସମସ୍ତଙ୍କୁ ସ୍ୱାଗତ। ତୁମ ସଂସ୍କୃତ ବହିର ଷଷ୍ଠ ପାଠ ଅର୍ଥାତ୍ ଷଷ୍ଠ ପାଠ କାରକ ବିଭକ୍ତି ପ୍ରୟୋଗ। ଏହି ଚାପ୍ଟରଟିରେ ଆମେ କାରକ ବିଭକ୍ତିର ପ୍ରୟୋଗ ଜାଣିବା। ବୁଝିହେଲା? ତ ପିଲାମାନେ ଆମର କାରକ କହିଲେ ମନେ ରଖିବ କାହାକୁ କୁହାଯାଏ। କାରକ ହେଉଛି କ୍ରିୟାପଦ ସହିତ ଯେଉଁ ପଦ ଗୁଡ଼ିକର ବା ଯେଉଁ ପଦ ମାନଙ୍କର ସମ୍ବନ୍ଧ ବା ସମ୍ପର୍କ ରହିଥାଏ ତାହାକୁ କାରକ କୁହାଯାଏ। କାରକ 6 ପ୍ରକାରର: କର୍ତ୍ତୃକାରକ, କର୍ମକାରକ, କରଣକାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ ଆଉ ଅଧିକରଣ କାରକ। ତାହେଲେ এই କାରକ ବିଷୟରେ ଆଜି ଆମେ ପଢିବା। ତାହେଲେ ଦେଖ ପିଲାମାନେ ଟପିକଟିକୁ ଆରମ୍ଭ କରିବା। କକ୍ଷ ଆରମ୍ଭ ଅର୍ଥାତ୍ ଶ୍ରେଣୀ ଆରମ୍ଭ। ଛାତ୍ରାଃ ଉପବିଶନ୍ତି, ଛାତ୍ରମାନେ ବସିଛନ୍ତି। ଶିକ୍ଷକଃ ପ୍ରବିଶତି, ଶିକ୍ଷକ ପ୍ରବେଶ କରୁଛନ୍ତି। ଛାତ୍ରାଃ ଉତ୍ତିଷ୍ଠନ୍ତି, ଛାତ୍ରମାନେ ଠିଆ ହୁଅନ୍ତି। ଶିକ୍ଷକଃ ଉପବିଶନ୍ତୁ ଇତି ବଦତି, ତାହେଲେ ଶିକ୍ଷକ ବସନ୍ତୁ ବୋଲି କହୁଛନ୍ତି। ସର୍ବେ ଉପବିଶନ୍ତି, ସମସ୍ତେ ବସି ପଡନ୍ତି। ଶିକ୍ଷକଃ, ଶିକ୍ଷକ କହୁଛନ୍ତି। ଛାତ୍ରାଃ, ଛାତ୍ରମାନେ। ପୂର୍ବଂ କ୍ରିୟାପଦଂ ସର୍ବନାମ ପଦଂ ସର୍ବେ ଜାନନ୍ତି। ଅଦ୍ୟ କାରକ ବିଷये ଆଲୋଚୟାମଃ। ତାହେଲେ ଛାତ୍ରମାନେ ପୂର୍ବରୁ ବା ଆଗରୁ ଆମେ କ୍ରିୟାପଦ ସର୍ବନାମ ପଦ ସମସ୍ତେ ଜାଣିଛ। ତାହେଲେ ଆଜି କାରକ ବିଷୟରେ କଣ କରିବା? ଆଲୋଚନା କରିବା। ଛାତ୍ରାଃ, ଛାତ୍ରମାନେ କହୁଛନ୍ତି। ଶ୍ରୀମନ୍ ମହାଶୟ କିଂ ନାମ କାରକମ୍, କାରକ କଣ? ତାହେଲେ ଶିକ୍ଷକ କହୁଛନ୍ତି ବାକ୍ये କ୍ରିୟାପଦେନ ସହ ଯସ୍ୟ ସମ୍ବନ୍ଧଃ ଭବତି ତତ୍ କାରକମ୍। ତାହେଲେ ପିଲାମାନେ ଶିକ୍ଷକ କହିଲେ ବାକ୍ୟରେ କ୍ରିୟାପଦ ସହିତ ଯାହାର ସମ୍ବନ୍ଧ ଥାଏ ସେହି କାରକ, ତତ୍ କାରକମ୍, ତାହା କାରକ। କାରକଂ ଷଡ୍ବିଧମ୍, କାରକ 6 ପ୍ରକାରର। ଛାତ୍ରଃ କାନି ଚ ତାନି, ଛାତ୍ରମାନେ ପଚାରେ ସେଗୁଡ଼ିକ କଣ କଣ? ଶିକ୍ଷକଃ କର୍ତ୍ତୃ କର୍ମ କରଣମ୍ ସମ୍ପ୍ରଦାନମ୍ ଅପାଦାନମ୍ ଅଧିକରଣ ଚ। ତାହେଲେ ଶିକ୍ଷକ କହିଲେ କର୍ତ୍ତା, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ ଏବଂ ଅଧିକରଣ। ଛାତ୍ରଃ, ଛାତ୍ରମାନେ କହିଲେ କୃପୟା ଉଦାହରଣ ଦ୍ୱାରା ସ୍ପଷ୍ଟଂ କରନ୍ତୁ। ତ ଛାତ୍ରମାନେ କହୁଛନ୍ତି ଦୟାକରି ଉଦାହରଣ ଦ୍ୱାରା ସ୍ପଷ୍ଟ କରନ୍ତୁ ବା ଉଦାହରଣ ସହକାରେ ବୁଝାନ୍ତୁ। ଶିକ୍ଷକ ଅଧୁନା ଚିତ୍ରଂ ପଶ୍ୟତୁ, ଅଧୁନା ମାନେ ପିଲାମାନେ ବର୍ତ୍ତମାନ ଚିତ୍ରଟିକୁ ଦେଖ। ତାହେଲେ ଶିକ୍ଷକ କହୁଛନ୍ତି ପିଲାମାନେ এই ଚିତ୍ରଟିକୁ ଦେଖ। ବୁଝିହେଲା? ଦଦାତି ଇତି କ୍ରିୟାପଦମ୍, ତାହେଲେ ପିଲାମାନେ ଉତ୍କଳସ୍ୟ ବୈତରଣୀ କୂଳେ ଧେନୁଂ ହସ୍ତେନ ବିପ୍ରାୟ ଗୋଷ୍ଠାତ୍ ଆଉ ଦଦାତି। ତାହେଲେ ଏଇ ପଦ ଗୁଡ଼ିକ ମଧ୍ୟରୁ କ୍ରିୟାପଦ ପିଲାମାନେ କିଏ? ଦଦାତି ଅର୍ଥାତ୍ ଦେଉଛି। ବୁଝିହେଲା? ତ ରାଜା ଦଦାତି, ଯଦି ଆମେ ଏଇ ଦଦାତି କିଏ ଦେଉଛି ବୋଲି ଆମେ ପ୍ରଶ୍ନ ପଚାରିବା କହ ଦଦାତି, ତାହେଲେ କିଏ ଦେଉଛି? ଉତ୍ତର ଆସିବ ପିଲାମାନେ କଣ? ରାଜା ଦଦାତି, ରାଜା ଦେଉଛନ୍ତି ନା ନାହିଁ? ତାହେଲେ ରାଜା ହେଉଛି, ଏଇ ରାଜା ପଦଟି ହେଉଛି କଣ? ଗୋଟେ କର୍ତ୍ତୃ ପଦ ବା କର୍ତ୍ତା। ଏଠାରେ ରାଜା କଣ ଅଟନ୍ତି ପିଲାମାନେ? କର୍ତ୍ତା। ଯଦି ଆମେ ପଚାରିବା କିଏ ଦଉଛନ୍ତି ତାହେଲେ ଏଠି ରାଜା ଦଉଛନ୍ତି ବୋଲି ଉତ୍ତର ଆସିବ ନା ନାହିଁ? ତାହେଲେ ଏଇ ରାଜା ହେଉଛନ୍ତି କର୍ତ୍ତୃକାରକ ବା ରାଜା ହେଉଛି ଏଠି କର୍ତ୍ତା। ତେଣୁ ଏଇ ରାଜା ହେଉଛି ଏଠି କଣ ପିଲାମାନେ? କର୍ତ୍ତୃକାରକ। ବୁଝିହେଲା? ତ ସେଇଭଳି ଅତ୍ର କହ ଦଦାତି ରାଜା ଦଦାତି, କାଂ ଦଦାତି, ଯଦି କହ ଦଦାତି କିଏ ଦେଉଛନ୍ତି? ରାଜା ଦେଉଛନ୍ତି ବୋଲିକି କର୍ତ୍ତୃ ହେଇଗଲେ ରାଜା, ତାହେଲେ କାଂ ଦଦାତି କାହାକୁ ଦେଉଛନ୍ତି? ଧେନୁ ଦଦାତି, ତାହେଲେ ଧେନୁ ଦେଉଛନ୍ତି, ଗାଈକୁ ଦଉଛନ୍ତି। ତାହେଲେ ଏଠି ଧେନୁ ହେଇଯିବ ପିଲାମାନେ କଣ? କର୍ମକାରକ, କାହାକୁ ଦେଉଛନ୍ତି। ତେଣୁ ଦ୍ୱିତୀୟ ବିଭକ୍ତିର ଚିହ୍ନ କୋଉ ମାନଙ୍କୁ ନା ନାହିଁ? ତ ଏଠି ହେଇଗଲା କର୍ମକାରକ।
ତ ପ୍ରଥମରେ ହଉଛି ମନେ ରଖିବ ପିଲାମାନେ ସର୍ଟ ଫର୍ମ ଟି କୁ ରେ କୁ ରୁ ର ରେ ଏଇ ଭେଦରେ ଆମର এইଭଳି ଆମେ କାରକ ସବୁ ପ୍ରତିପାଦନ କରିବା ବୁଝିହେଲା। ତାପରେ କେନ ଦଦାତି, କେନ ଦଦାତି ପିଲାମାନେ କାହା ଦ୍ୱାରା ଦେଉଛନ୍ତି, ହସ୍ତେନ ଦଦାତି ହାତରେ ଦେଉଛନ୍ତି ବୁଝିହେଲା। ତ ଏଇ ହସ୍ତେନ କାହା ଦ୍ୱାରା ଦେଉଛନ୍ତି, ହାତ ଦ୍ୱାରା ଦେଉଛନ୍ତି ବା ହାତରେ ଦେଉଛନ୍ତି, ଏଇ ରେଟା ହେଇଯାଉଛି ପିଲାମାନେ କଣ କରଣ କାରକ ଆଉ ତୃତୀୟା ବିଭକ୍ତି ବୁଝିହେଲା। କରଣ କାରକ ଆଉ ତୃତୀୟା ବିଭକ୍ତି ଦେଖ ହସ୍ତେନ ରାଜା ଦେଇଦେଲେ ପ୍ରଥମ ବିଭକ୍ତି, କାହାକୁ ଦେଲେ ଧେନୁକୁ ଦେଲେ ଗାଈକୁ ଦେଲେ ଦ୍ୱିତୀୟ ବିଭକ୍ତି, ତାପରେ ହସ୍ତରେ ଦେଲେ କେଉଁଥିରେ ଦେଲେ ହାତରେ ଦେଲେ, ତେଣୁ ଏହା ହେଇଗଲା କଣ ପିଲାମାନେ ତୃତୀୟ ବିଭକ୍ତି ବା କରଣ କାରକ ବୁଝିହେଲା। କସ୍ମୈ ଦଦାତି କାହାକୁ ଦେଉଛନ୍ତି, ବିପ୍ରାୟ ଦଦାତି ଏଠି ବିପ୍ରାୟ ମାନେ ପିଲାମାନେ କଣ ବ୍ରାହ୍ମଣକୁ ଦେଉଛନ୍ତି, ତେଣୁ ଏଠି ହେଇଯିବ ସମ୍ପ୍ରଦାନ କାରକ, ଚତୁର୍ଥୀ ବିଭକ୍ତି ହେଇଯିବ କଣ ପିଲାମାନେ ସମ୍ପ୍ରଦାନ କାରକ। ଏଠି ଏମିତି କର୍ତ୍ତୃକାରକ, କର୍ମ କାରକ, କରଣ କାରକ, ଚତୁର୍ଥୀରେ ଆସିଲା ସମ୍ପ୍ରଦାନ କାରକ ଯାହାକି କୁ ମାନଙ୍କୁ ବୁଝାଏ ବୁଝିଲା। ତାହେଲେ ଚତୁର୍ଥୀ ବିଭକ୍ତି ଆମର ପିଲାମାନେ କଣ ହେଇଗଲା ସମ୍ପ୍ରଦାନ କାରକ। ତାପରେ ଆସିଲା ପିଲାମାନେ କସ୍ମାତ୍ ଦଦାତି କେଉଁଠାରୁ ଦେଉଛନ୍ତି, ଗୋଷ୍ଠାତ୍ ଦଦାତି ଗୋଠରୁ ଦେଉଛନ୍ତି ବା ଗୁହାଳରୁ ଦେଉଛନ୍ତି, ତେଣୁ ଏହା ହେଇଗଲା ପିଲାମାନେ କଣ ଅପାଦାନ କାରକ ବୁଝିହେଲା। ପଞ୍ଚମ ବିଭକ୍ତି ହେଇଗଲା ଅପାଦାନ କାରକ। এইভଳି ତାହେଲେ ଆସିଲା ଏଠି ଦେଖ ପିଲାମାନେ ପୁତ୍ର ଦଦାତି ଅର୍ଥାତ୍ କେଉଁଠି ଦେଉଛନ୍ତି, ଏଠି ଆସିଯିବ ବୈତରଣୀ କୂଳେ ଦଦାତି, ଏଠି ଦେଖ ବୈତରଣୀ କୂଳେ ଦଦାତି ବୁଝିହେଲା। ତ ଏଇଠି ପିଲାମାନେ ବୈତରଣୀ କୂଳରେ ଦେଉଛନ୍ତି, ତ ଏହା ହେଇଗଲା ପିଲାମାନେ ଅଧିକରଣ କାରକ ବୁଝିହେଲା। ଆମେ ଏମିତି କର୍ତ୍ତୃକାରକ, କର୍ମକାରକ, କରଣ କାରକ, ସମ୍ପ୍ରଦାନ କାରକ, ଉପାଦାନ କାରକ ଆଉ ଅଧିକରଣ କାରକ ଜାଣିଲେ। ଏଠି କର୍ତ୍ତୃକାରକ ରାଜା ହେଇଗଲେ ହେଲା, କର୍ମକାରକ ଧେନୁ ହେଇଗଲା, କରଣ କାରକ ହସ୍ତେନ ହାତରେ ଦେଇଦେଲେ, ତାହେଲେ ସମ୍ପ୍ରଦାନ କାରକ ବିପ୍ରାୟ ବ୍ରାହ୍ମଣଙ୍କୁ ଦେଇଦେଲେ ହେଲା। ତାପରେ ଗୋଷ୍ଠାତ୍ ଗୋଠରୁ ଦେଇଦେଲି, ଗୋଠରୁ ଦେଇଦେଲେ, ତାପରେ ଆସିଲା ବୈତରଣୀ କୂଳେ, ବୈତରଣୀ କୂଳରେ ଦେଉଛନ୍ତି ବୁଝିଲା। ତ ଏମିତି ଅଧିକରଣ କାରକ ବୈତରଣୀ କୂଳେ ହେବ। ତାହେଲେ ଆଗକୁ ଯିବା ଦେଖ ଛାତ୍ରଃ ଉତ୍କଳସ୍ୟ ଇତି ପଦସ୍ୟ ଦଦାତି ଇତି କ୍ରିୟାପଦେନ ସହ ସମ୍ବନ୍ଧଃ ନାସ୍ତି। ତାହେଲେ ପିଲାମାନେ ଛାତ୍ରମାନେ କହିଲେ ଉତ୍କଳର ଏହି ପଦ ସହିତ କ୍ରିୟାପଦ ହେଲା, ଏହି ପଦର ଉତ୍କଳର ଏଠି ଦେଖ ଉତ୍କଳର, ତ ଏଇଠି ରହିଲା ଉତ୍କଳର, ଏଇ ଉତ୍କଳର ଏହି ପଦର କ୍ରିୟାପଦ ସହିତ ସିଧାସଳଖ ସମ୍ପର୍କ ନାହିଁ। ଦେଖ ସିଧାସଳଖ ସମ୍ପର୍କ ଅଛି କି, ତ ସିଧାସଳଖ ସମ୍ପର୍କ ରହୁଛି ରାଜା ହେଲା, କିନ୍ତୁ ଦଦାତି ସହିତ କ୍ରିୟାପଦ ସହିତ ସିଧାସଳଖ ସମ୍ବନ୍ଧ ରହୁନାହିଁ। ତେଣୁ ଉତ୍କଳର ପଦଟି କଣ, ତ ଏଇ କଥା ପିଲାମାନେ ପଚାରିଲେ। ଏଇ ଯୋଉ ଉତ୍କଳ ପଦଟି ରହିଲା ଏଇ ପଦଟି କଣ, ତ ପିଲାମାନେ ପଚାରିଲେ। ଶିକ୍ଷକ ଶିକ୍ଷକ କହୁଛନ୍ତି ଉତ୍କଳସ୍ୟ ଇତି ପଦସ୍ୟ କେବଳ ରାଜା ଇତି କର୍ତ୍ତୃପଦେନ ସହ ସମ୍ବନ୍ଧଃ। ତାହେଲେ ଉତ୍କଳର ଯୋଉ ପଦଟି ରହିଲା କେବଳ ରାଜାଙ୍କ ପଦ ସହିତ ସମ୍ବନ୍ଧ ରହିଛି। ଏଇଠି ଦେଖ ପିଲାମାନେ ଉତ୍କଳର ଯୋଉ ପଦଟି ରହିଲା ଉତ୍କଳସ୍ୟ ଅର୍ଥାତ୍ ଉତ୍କଳର ଷଷ୍ଠୀ ବିଭକ୍ତି, ଏଇଠି ଦେଖ ସମ୍ବନ୍ଧ ରହିଛି ରାଜାଙ୍କ ସହିତ ବୁଝିଲା। ତେଣୁ ଏଠାରେ ଯେହେତୁ ସମ୍ବନ୍ଧ ରହିନାହିଁ ତେଣୁ ଏହା କାରକ ହେବ ନାହିଁ। ଏଇଟା ହଉଛି କଣ ସମ୍ବନ୍ଧ ରହୁଛି, ତେଣୁ ସମ୍ବନ୍ଧ ପଦ ବୁଝିଲା। ସେଠାରେ ସମ୍ବନ୍ଧ ପଦ ରହୁଛି, କ୍ରିୟାପଦ ସହିତ କିଛି ସମ୍ବନ୍ଧ ରହୁନି, କର୍ତ୍ତୃପଦ ସହିତ ରହିଛି ଏଠି, ତେଣୁ ଏଇଠି ଉତ୍କଳ ପଦ ହେଇଗଲା ସମ୍ବନ୍ଧ ପଦ ବୁଝିଲା। ତ ଏଇଭଳି ଭାବରେ ଜାଣିବ କାରକ ଗୁଡିକ। ତେଣୁ ଶିକ୍ଷକ କହିଲେ ଉତ୍କଳସ୍ୟ ଇତି ପଦସ୍ୟ କେବଳ ରାଜା ଇତି କର୍ତ୍ତୃପଦେନ ସହ ସମ୍ବନ୍ଧ ଅତଃ ତତ୍ର ନ କାରକମ୍ ତତ୍ର ସମ୍ବନ୍ଧ ପଦମ୍। ଉତ୍କଳର ବୋଲି ପଦର କେବଳ ରାଜାଙ୍କ ବା ରାଜା ପଦ ସହିତ କଣ ସମ୍ବନ୍ଧ
ବା ସମ୍ବନ୍ଧ ବା ସମ୍ପର୍କ ରହୁଛି। ଏଣୁ ଏଠାରେ କାରକ ହୋଇନାହିଁ, ସେଠାରେ ସମ୍ବନ୍ଧ ପଦ ହେଉଛି। ବୁଝିଲା? ପଠତୁ ସ୍ମରତୁ, ପଠ ଆଉ ମନେ ରଖ, ପଢ ଆଉ ମନେ ରଖ। ତାହେଲେ କଣ? କର୍ତ୍ତା କର୍ମ ଚ କରଣ ସମ୍ପ୍ରଦାନ ତତଃ ପରମ୍ ଅପାଦାନ ତଥାଧାରମ୍ ଇତ୍ୟାହୁ କାରକାଣି ଷଟ୍। ସମ୍ବନ୍ଧସ୍ୟ କ୍ରିୟାଭାବାତ୍ କାରକତ୍ୱଂ ନ ବିଦ୍ୟତେ। ତାହେଲେ ପିଲାମାନେ ମନେ ରଖିବ, କର୍ତ୍ତା କର୍ମ ଏବଂ କରଣ, ତାପରେ ସମ୍ପ୍ରଦାନ ଅପାଦାନ ଅଧିକରଣ, 6ଟି କାରକ ଜାଣ। ତାହେଲେ କାରକ ପିଲାମାନେ ମନେ ରଖିବ 6ଟି। ତୁମେ ମାନେ ଯେତେବେଳେ ଉପର କ୍ଲାସକୁ ଯିବ ଏଇ କାରକ ବିଷୟରେ ନବମ ଦଶମରେ ବହୁତ ଗୁଡ଼ିଏ ଜାଣିବ। ହେଲା? ତାହେଲେ କାରକ ହେଇଗଲା 6 ପ୍ରକାର। କ୍ରିୟାପଦ ସହିତ ଯାହାର ସମ୍ବନ୍ଧ, କ୍ରିୟାପଦର ଯାହାର ସମ୍ବନ୍ଧ ନଥାଏ, ତାହେଲେ କ୍ରିୟାପଦ ସହିତ ଯାହାର ସମ୍ବନ୍ଧ ନଥାଏ ତାହା ହେଉଛି କଣ? ସମ୍ବନ୍ଧ ପଦ। ବୁଝିଲା? ଏଠି ସମ୍ବନ୍ଧ ପଦ। ଦେଖ, କ୍ରିୟାପଦ ଏଇଟା, ସମ୍ବନ୍ଧ ପଦ ଏଇଟା। ବୁଝିଲା? ତାହେଲେ ଏଥିରୁ ଜାଣିବ ପିଲାମାନେ କର୍ତ୍ତା କର୍ମ ଏବଂ କରଣ, ତାପରେ ସମ୍ପ୍ରଦାନ, ଏମିତି 4 ପ୍ରକାର କର୍ତ୍ତା କର୍ମ କରଣ ସମ୍ପ୍ରଦାନ, ତାପରେ ଅପାଦାନ ଅଧିକରଣ 6 ହେଇଗଲା। ତ ଅପାଦାନ ଅଧିକରଣ 6ଟି କାରକ ଜାଣ। କ୍ରିୟାପଦର ଯାହାର ନଥାଏ ସମ୍ବନ୍ଧ ତାକୁ କହନ୍ତି ସବୁ ପଦ ସମ୍ବନ୍ଧ। ହେଲା? ସେଇ ପଦକୁ କହନ୍ତି ସମ୍ବନ୍ଧ ପଦ, ଯାହାର କ୍ରିୟାପଦ ସହିତ ସମ୍ବନ୍ଧ ବା ସମ୍ପର୍କ ନଥାଏ। ବୁଝିହେଲା? ତାପରେ ଆଗକୁ ଯିବା। ପ୍ରଥମା ବିଭକ୍ତି ହିଁ କର୍ତ୍ତୃ କାରକ। ତାହେଲେ ଆମେ ପ୍ରଥମା ବିଭକ୍ତି କଣ ପିଲାମାନେ? କର୍ତ୍ତୃ କାରକକୁ ଜାଣିବା। ତାହେଲେ ଦେଖ, ପ୍ରଥମ ବିଭକ୍ତି କର୍ତ୍ତା କାରକ, ସ୍ୱରାନ୍ତ ପୁଲ୍ଲିଙ୍ଗ। ତାହେଲେ ସ୍ୱରାନ୍ତ ପୁଲ୍ଲିଙ୍ଗ ଶବ୍ଦ ଗୁଡ଼ିକ ଜାଣିବା। ପଶ୍ୟତୁ, ଉଚ୍ଚେଇ, ପଠତୁ, ଲିଖତୁ ଚ। ତାହେଲେ ଦେଖ, ବଡ଼ ପାଟିରେ ପଢ ଆଉ ଲେଖ। ତାହେଲେ ଦେଖ ପିଲାମାନେ, ଏସହ କହ, ଏହା କିଏ, ତାପରେ ଦୁଇ ବଚନର ଏ ତୋ କଉ, ଏ ଦୁଇଟି କଣ, ଏଠି ମନେ ରଖିବ, ଏହା କିଏ, ତାପରେ ଦୁଇ ବଚନର ଏ ଦୁଇଟି କଣ, ତାପରେ ଏତେ କିଏ, ଅର୍ଥାତ୍ ଏମାନେ କିଏ। ହେଲା? ବହୁ ବଚନ। ତ ଏକ ବଚନ, ଦୁଇ ବଚନ, ବହୁ ବଚନ, ଏସହ, ଏତୋ, ଏତେ, ଏମିତି ମନେ ରଖିବ। ବୁଝିଲା? ତାପରେ ସେଇଭଳିଆ ବାକି ଗୁଡ଼ିକ ଆମେ ପଢିବା। ଦେଖ, ତାହେଲେ ଦେଖ, ଏଠି ଏସହ ଅଶ୍ୱ, ଏହା ଘୋଡ଼ା, ଏତୋ ଅଶ୍ୱ, ଏ ଦୁଇଟି ଘୋଡ଼ା, ଏତେ ଅଶ୍ୱାହା, ଏମାନେ ଘୋଡ଼ା। ତାହେଲେ ଦେଖ, ଏସହ ଗଜଃ, ଇଏ ଗଜଃ ମାନେ ହାତୀ, ଏତୋ ଗଜୌ, ଏ ଦୁଇଟି କଣ, ହାତୀ, ଏତେ ଗଜାହା, ଏମାନେ ବା ଏଗୁଡ଼ିକ ହାତୀ। ତାହେଲେ ପିଲାମାନେ ବାକି ଗୁଡ଼ିକ କରିବା। ଦେଖ, ଏସହ ଗ୍ରାମଃ, ଅର୍ଥାତ୍ ଇଏ ଗ୍ରାମ। ତାହେଲେ ଦୁଇ ବଚନର କଣ ହେଇଯିବ ପିଲାମାନେ? ଏତୌ ଗ୍ରାମ। ହେଲା? ଏ ଦୁଇଟି ଗ୍ରାମ। ତାପରେ ଏଠି ବହୁ ବଚନରେ କଣ ହବ ପିଲାମାନେ? ଏତେ ଗ୍ରାମାହା, ଏତେ ଗ୍ରାମାହା। ହେଲା? ଏମିତି ଏକ ବଚନ, ଦୁଇ ବଚନ ଆଉ ବହୁ ବଚନ କରିବ। ତ ଏଇଠି ଦେଖ ପିଲାମାନେ ଅଛି, ଏସହ କବିଃ, ଏତୌ କବି, ଏତେ କବୟଃ, ସ କବିଃ, ତୌ କବି, ତେ କବୟ। ତାପରେ ଏଠି ଦେଇଛି ଏସ ଅତିଥି। ତାହେଲେ ଆମେ ଆଉ ଗୋଟେ କରିବା, ଏତୌ ଅତିଥି। ହେଲା? ତ ଦୁଇ ବଚନରେ। ତାପରେ ବହୁ ବଚନରେ କଣ ହବ? ଏତେ ଅତିଥୟ, ଅତିଥୟ। ବୁଝିଲା? ତ ଏମିତି ତୁମେ ମାନେ କରିନେବ। ତ ଆହୁରି ଦେଖ, ଏଇଠି ଅଛି ଏସ ଶିଶୁଃ, ଏତୌ ଶିଶୁ, ଏତେ ଶିଶବଃ, ସହ ଶିଶୁଃ, ତୌ ଶିଶୁ, ତେ ଶିଶବଃ। ତାହେଲେ ଏଇଠି ପିଲାମାନେ ଆହୁରି ଗୋଟେ ରହିଗଲା। ଦେଖ, ସ ଅତିଥି। ତାହେଲେ ଦୁଇ ବଚନରେ ହବ କଣ? ତୌ ଅତିଥି। ଏଠି ଲେଖିବ ତୌ
ଥୟ ବହୁବଚନ ବୁଝିହେଲା। ତ ସେଇଭଳି ଏସହ ପଶୁହୁ ତାହେଲେ ଦୁଇ ବଚନରେ ପିଲାମାନେ କଣ ହବ? ଏତୌ ଏଠି ଲେଖିବ ଏତୌ ପଶୁ। ଓକେ, ତାପରେ ଏଠି ବହୁ ବଚନରେ ଲେଖିବ ଏତେ ପଶବଃ ପଶବଃ ଏମିତି ଲେଖିବ। ତାପରେ ଦେଖ ଏଠି ଅଛି ସପଶୁ ସପଶୁ, ତାପରେ ଲେଖିବ ଏଠି ତୌ ପଶୁ। ତାପରେ ବହୁ ବଚନରେ ପିଲାମାନେ ଲେଖିବ କଣ? ତେ ପଶବଃ ହେଲା, ପଶବଃ ଏମିତି ତୁମେ କରିନେବ। ଆଗକୁ ଯିବା। ତ ଏଇଠି ଦେଖ ପିଲାମାନେ ଏସହ ପିତା ଏତୌ ପିତରୌ ଏତେ ପିତରଃ ସହ ପିତା ତୌ ପିତରୌ ତେ ପିତରଃ। ତାହେଲେ ଏଠି ଦେଇଛି ଏସହ ଭ୍ରାତା, ତାହେଲେ ଏଇଠି ହବ ଏତୌ ଭ୍ରାତରୌ ବୁଝିଲା, ଭ୍ରାତରୌ। ତାପରେ ଏଇଠି ଲେଖିବ ବହୁ ବଚନରେ ଏତେ ଭ୍ରାତରଃ ଭ୍ରାତରଃ। ତାହେଲେ ଏପଟେ ଲେଖିବ ପିଲାମାନେ ସହ ଭ୍ରାତା ଅଛି ନା, ତେଣୁ ଲେଖିବ ତୌ ଭ୍ରାତରୌ। ଦୁଇ ବଚନରେ ଲେଖିବ ତୌ ଭ୍ରାତରୌ ବୁଝିହେଲା। ତାପରେ ବହୁ ବଚନରେ ଏଠି ଲେଖିବ ତେ ଭ୍ରାତରଃ ଏମିତି ଲେଖିବ। ତାପରେ ଯିବା ଦେଖ ଆଗକୁ ସ୍ୱରାନ୍ତ ସ୍ତ୍ରୀଲିଙ୍ଗ। ତାହେଲେ ସ୍ୱରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ଗୁଡ଼ିକୁ ଆମେ ଦେଖ ଓ ବଡ ପାଟିରେ ପଢ ଲେଖ। ତାହେଲେ ପିଲାମାନେ ଦେଖ ଏଠି ଏସାକା ଅର୍ଥାତ୍ ପିଲାମାନେ କଣ? ଏ କଣ? ଏତେକେ ଦୁଇଟି କଣ? ଏ ତାହାକା ଏମାନେ ବା ଏଗୁଡ଼ିକ ବହୁ ବଚନରେ କଣ ବୁଝିଲା। ଏସା ମାଳା ଅର୍ଥାତ୍ ଏହା ମାଳ ଅଟେ। ଏତେ ମାଳେ ଏ ଦୁଇଟି ମାଳ। ଏତାହା ମାଳାହା ଏଗୁଡ଼ିକ ସବୁ ମାଳ ବୁଝିଲା। ତ ଏକ ବଚନ ଦୁଇ ବଚନ ଆଉ ବହୁ ବଚନ। ତାହେଲେ ବାକି ଗୁଡ଼ିକ ଦେଖ ଏକ୍ସାମ୍ପଲ କରିନେବା। ଏସା ଲତା ଏତେ ଲତେ ଏତା ଲତାହା। ତାହେଲେ ଏଠି ସା ଲତା ତେ ଲତେ ତା ଲତାହା। ତାହେଲେ ପିଲାମାନେ ବାକି ଗୁଡ଼ିକ କରିବା। ଏସା ବାଳିକା, ତାହେଲେ ଏସା ବାଳିକା ଏଠି ଦୁଇ ବଚନରେ ହବ ଏତେ ବାଳିକେ ଲେଖିବ। ତାପରେ ଏତାହା ବାଳିକାହା, ତାପରେ ଏଠି ଲେଖିବ ସା ବାଳିକା, ତାପରେ ତେ ବାଳିକେ ତାହା ବାଳିକାହା ଏଠି ଲେଖିବ ହେଲା ଛୋଟ ଛୋଟ କରିକି। ତାପରେ ଏସା ରାତ୍ରି, ତାହେଲେ ଆଉ ଗୋଟେ ହବ ଏଠି ଏତେ ରାତ୍ରି ଏତାହା ରାତ୍ରୟଃ। ତାପରେ ସା ରାତ୍ରି ତେ ରାତ୍ରି ତାହା ରାତ୍ରୟଃ। ଏସା କୁପି, ନେକ୍ସଟ କରିବ ପିଲାମାନେ ଏଠି କୁପି ଅଛି, ତାପରେ ଏତେ କୁପ୍ୟୌ ଏତାହା କୁପ୍ୟଃ। ତାପରେ ସା କୁପି ତେ କୁପ୍ୟୌ ତାହା କୁପ୍ୟଃ ଏମିତି କରିନେବ। ତାପରେ ଦେଖ ଏସା ଧେନୁ ଏତେ ଧେନୁ ଏତାହା ଧେନବଃ। ସା ଧେନୁ ତେ ଧେନୁ ତା ଧେନବଃ। ତ ଦେଖ ଏସା ରଜ୍ଜୁଃ, ତାହେଲେ ହବ ଏଠି ଏତେ ରଜ୍ଜୁଃ ଏତାହା ରଜ୍ଜବଃ। ତାପରେ ଏଇଠି ଦେଖ ସା ରଜ୍ଜୁଃ ତେ ରଜ୍ଜୁଃ ତା ରଜ୍ଜବଃ ଏମିତି କରିନେବ ବୁଝିହେଲା। ତାହେଲେ ଆଗକୁ ଯିବା। एषा वधूः एते बद्धौ एताः बद्धः। सा वधूः ते बद्धौ ता बद्धः। एषा श्वश्रुः, ताहले एठी लिखिबो एते श्वश्रौ एताः श्वश्रोः। तापर सा श्वश्रु ते श्वश्रौ ताहा एठी लास्ट को लिखिबो ताहा श्वश्रोः एमती ହେଲା। आगो स्वरांत नपुंसक लिंग पश्यतु उच्चै पठतु लिखतु च। ताहले देख बड़ पाटिरे लेख। एतत् किम एते के एतानि कानि। ताहले पिला माने एहा कोन ए दुईटी कोन एगुडिक कोन। एतत् फलम एहा फल अटे। ताहले एते फळे ए दुईटी फल। ताहले एतानि फलानि
ଏଗୁଡ଼ିକ ଫଳ। ତାହେଲେ ପିଲାମାନେ ଏତତ୍ କିମ୍ ଅର୍ଥାତ୍ ଏହା କ'ଣ, ଏତେ କେ ଏ ଦୁଇଟି କ'ଣ, ଏତାନି କାନି ଏଗୁଡ଼ିକ କ'ଣ, ମନେ ରଖିବ। ତାହେଲେ ଏତାନି ଫଳମ୍ ଏହା ଫଳ, ଏ ଦୁଇଟି ଫଳ, ଏଗୁଡ଼ିକ ବା ଏମାନେ ଫଳ। ତାହେଲେ ଏଇଠି କିଛି ଅଭ୍ୟାସ ଦେଇଛି ଦେଖ, ଏତତ୍ ଚିତ୍ରମ୍ ଏତେ ଚିତ୍ରେ ଏତାନି ଚିତ୍ରାଣୀ, ଏତତ୍ ଚିତ୍ରମ୍ ତେ ଚିତ୍ରେ ତାନି ଚିତ୍ରାଣୀ। ତାହେଲେ ଏତତ୍ ମିତ୍ରମ୍ ଅଛି, ତ ପିଲାମାନେ ଏଠି ଲେଖିବ ଏତେ ମିତ୍ରେ ହେଲା। ତାପରେ ଏଠି ଲେଖିବ ଏତାନି ମିତ୍ରାଣୀ, ଏଗୁଡିକ ସବୁ ନପୁଂସକ ଶବ୍ଦ। ତାପରେ ଏଠି ଦେଖ ତତ୍ ମିତ୍ରମ୍, ତାପରେ ତେ ମିତ୍ରେ ତାନି ମିତ୍ରାଣୀ। ତାପରେ ଦେଖ ଏତତ୍ ବାରି ଏତେ ବାରିଣୀ ଏତାନି ବାରିଣୀ। ତାହେଲେ ଏତତ୍ ଅକ୍ଷୀ, ତାପରେ ପିଲାମାନେ କ'ଣ ହବ, ଏତେ ଅକ୍ଷିଣୀ ଏତାନି, ଏଠି ଲେଖିବ ଅକ୍ଷିଣୀ। ତ ତତ୍ ଅକ୍ଷୀ ଦେଇଛି, ତାହେଲେ ଲେଖିବ ଏଠି ତତ୍, ଏଠି ତତ୍ ଅକ୍ଷୀ ଯେହେତୁ ଅଛି ତାହେଲେ ତୁମେ ମାନେ ଲେଖିବ ଏଠି ତେ ଅକ୍ଷିଣୀ, ତାପରେ ତାନି ଅକ୍ଷିଣୀ, ବୁଝିହେଲା। ତ ଏଠି ଦେଖ ଏତତ୍ ମଧୁ ଏତେ ମଧୁନି ଏତାନି ମଧୁନି, ତତ୍ ମଧୁ ତେ ମଧୁନି ତାନି ମଧାନି। ତାପରେ ଏତତ୍ ଅମ୍ବୁ, ତାହେଲେ ଏଠି ହବ ଏତେ ଅମ୍ବୁନି ଏତାନି ଅମ୍ବୁନି। ତାହେଲେ ତତ୍ ଅମ୍ବୁ ତେ ଅମ୍ବୁନି ତେ ଅମ୍ବୁନି ତାନି ଅମ୍ବୁନି, ଏଭଳି ତୁମେ ମାନେ କରିନେବ। ତାପରେ ଦେଖ ଅଭ୍ୟାସ ସ୍ତମ୍ଭ ମେଳନ, ତାହେଲେ ସ୍ତମ୍ଭ ମିଳନ କରିବା କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ିବା, ବୁଝିଲା। ତ ଏସହ, ତାହେଲେ ଏସହ ସହିତ କ'ଣ ଆମେ ଯୋଡ଼ିବା, ଏତେ ହେଲା। କବିଃ, କବି ସହିତ କବୟଃ ବହୁ ବଚନ ହେଲା। ତାପରେ ଗୁଳିକା ଗୁଳିକାଃ ଗୁଳିକା ଗୁଳିକାଃ। ଶ୍ଲୋକଃ, ତାହେଲେ ଶ୍ଲୋକର ପିଲାମାନେ ବହୁ ବଚନ ଶ୍ଲୋକାଃ। ଭାଷାର ଭାଷାଃ, ଲେଖନୀର ଲେଖନ୍ୟଃ, ଏଇଭଳି ତୁମେ କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ି ନେବା। ତାହେଲେ ପିଲାମାନେ ଏଇଠି ଷଷ୍ଠ ପାଠଟି ସରିଯାଇଛି, ସପ୍ତମ ପାଠ ଆରମ୍ଭ ହୋଇଯାଇଛି। ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବନି। ଆଉ ଏହାପରେ ତୁମମାନଙ୍କୁ କେଉଁ ଟପିକର ଭିଡ଼ିଓ ଦରକାର ମୋତେ କମେଣ୍ଟରେ ଜଣେଇବ, ବୁଝିହେଲା। ଥ୍ୟାଙ୍କ ୟୁ।